ରାତି ପାଖାପାଖି 10ଟା ହେଇଥାଏ। ସେଦିନ ଏକୁଟିଆ କଟକରୁ ଗାଡ଼ି ଷ୍ଟାର୍ଟ କରି ଭଦ୍ରକ ଆଡ଼କୁ ଆସୁଥିଲି। ଭାବିଲି ବାଟରେ କେଉଁଠି ନା କେଉଁଠି ଢାବା ତ ଖୋଲା ଥିବ, ଖାଇନେବି, ଖାଇସାରି ଚୁପଚାପ ପଳେଇବି। ଏମିତି କିଛି ବାଟ ଆସୁ ଆସୁ ପୁଣି ଝିପଝିପ ବର୍ଷା ଷ୍ଟାର୍ଟ ହେଇଗଲା। କ'ଣ କରିବି, ରେନକୋଟ୍ ପିନ୍ଧିଥାଏ କିନ୍ତୁ ମୁହଁରେ ବାରମ୍ବାର ଏତେ ମାତ୍ରାରେ ବର୍ଷାର ଛିଟା ବାଜୁଥାଏ। ମୁଁ ଭାବିଲି ଗାଡ଼ିଟା କେଉଁଠି ଟିକେ ସାଇଡ଼୍ କରି କିଛି ସମୟ ରହିଯାଆନ୍ତିନି। ପୁଣି ଭାବିଲି ଯାଉଛି କିଛି ବାଟ ଆଗକୁ ପେଟ୍ରୋଲ ପମ୍ପଟିଏ ଅଛି, ସେ ପେଟ୍ରୋଲ ପମ୍ପ ପାଖରେ ଗାଡ଼ିଟିକି ସାଇଡ଼୍ କରି କିଛି ସମୟ ରହିଯିବି। ଦେଖିଲି ସେମିତି ଆଗକୁ ମାଡ଼ି ଚାଲୁଥାଏ। ପାଖାପାଖି ଚଣ୍ଡିଖୋଲ ପହଞ୍ଚିଗଲି। ଚଣ୍ଡିଖୋଲ ପରେ ଗୋଟେ ବଡ଼ ପେଟ୍ରୋଲ ପମ୍ପ ଦେଖିଲି। ସେ ପେଟ୍ରୋଲ ପମ୍ପ ପାଖରେ ଗାଡ଼ିଟି ସାଇଡ଼୍ କଲି। ସାଇଡ଼୍ କରି ଟିକେ କିଛି ସମୟ ଛିଡ଼ା ହେଲି ଚୁପଚାପ। ଚାରିଆଡ଼କୁ ଅନଉଥାଏ। ଆକାଶରେ କଳା ଗୋଟିଏ ଅନ୍ଧାର, ବିଜୁଳି ଚମକୁଥାଏ। ରାସ୍ତା ଉପରେ ସଁ ସାଁ ହେଇ ଗାଡ଼ି ଗୁଡ଼ା କ୍ଷିପ୍ର ଗତିରେ ମାଡ଼ି ଚାଲୁଥାନ୍ତି। ଯେମିତିକି କିଏ ଜାଣିଛି ଏତେ ବ୍ୟସ୍ତମୟ ଜୀବନ ଭିତରେ ଏତେ ଶୀଘ୍ର କେଉଁଠିକି ସେମାନେ ଯାଉଛନ୍ତି ଯେ କାହାକୁ ପଚାରି ହେବନି। ଧୈର୍ଯ୍ୟ ସହକାରେ କିଛି ସମୟ ଛିଡ଼ା ହେଲି। ପେଟ୍ରୋଲ ଟାଙ୍କିର ଭାଇଟି ଆସି ପଚାରିଲା, ଭାଇ କ'ଣ ପେଟ୍ରୋଲ ପକାଇବ? ମୁଁ କହିଲି ନାଇଁ ଟାଙ୍କି ଫୁଲ୍ ଅଛି। ମୁଁ ଏମିତି ଜଷ୍ଟ ବର୍ଷା ପାଇଁ ଏଠି ଛିଡ଼ା ହେଇଯାଇଥିଲି। କିଛି ସମୟ ଛିଡ଼ା ହେଲା ପରେ ଚାରିଆଡ଼କୁ ନଜର କଲି। ସେମାନେ ବି ରାତି ପାଖାପାଖି ସେତେବେଳକୁ 11ଟା ହେଇଗଲାଣି। ସେମାନେ ବି ଧୀରେ ଧୀରେ ଯେହେତୁ ବର୍ଷା ରାତି, ଗାଡ଼ିର ଏତେ ମାତ୍ରାରେ ଗାଡ଼ି ଚହଳ ଚଞ୍ଚଳ ନାହିଁ, ସେମାନେ ସାଇଡ଼୍ ହେଇଯାଇ ଦୂରକୁ ପଳେଇଲେ। ତାଙ୍କ ଅଫିସ୍ ଯେଉଁ ପେଟ୍ରୋଲ ପମ୍ପର ଅଫିସ୍, ସେ ଅଫିସ୍ ପାଖକୁ ପଳେଇଥାନ୍ତି। ସେ ଅଫିସ୍ ପାଖରେ ନାଇଁ ସେମାନେ ବସିଥାନ୍ତି, ଆଉ ଧୀରେ ମୋବାଇଲ ଟିପି କ'ଣ ସବୁ ରିଲ୍ସ ଗୋଟେ ପରେ ଗୋଟେ ଦେଖୁଥାନ୍ତି। ମୁଁ କିଛି ସମୟ ଛିଡ଼ା ହେଲା ପରେ ମୋତେ ଟିକେ ବିରକ୍ତି ଭାବ ଲାଗିଲା। ମୁଁ କହିଲି ନା, ଯାଉଛି ପଳେଇବି। ପୁଣି ସେଠୁ ଗାଡ଼ି ଷ୍ଟାର୍ଟ କଲି। ଆଗକୁ ମାଡ଼ି ଚାଲିଛି। ସଡନ୍ ଦେଖିଲି ବାଟରେ ଗୋଟେ ବୃଦ୍ଧ ସ୍ତ୍ରୀ ଲୋକ ଏମିତି ହାତ ଅଟକଉଛି। ମୁଁ ସେଠୁ ଅଟକେଇଲି ଗାଡ଼ିଟି। କହିଲି, କ'ଣ ହେଲା ମାଉସୀ, ଏତେ ରାତିରେ ଏଠି କ'ଣ କରୁଛ? ବାବୁ, ମୋତେ ଟିକେ ଆଗକୁ ଥାନାକୁ ନେଇଯିବୁ। ମୁଁ କହିଲି, ଥାନାକୁ ନେଇଯିବି? ହଁ ବାବୁ, ସେ ଆଗରେ ଥାନା ଅଛି, ମୁଁ ସେ ଥାନା ପର୍ଯ୍ୟନ୍ତ ଟିକେ ନେଇଯିବୁ। ମୁଁ ସେଠୁ ଅଚାନକ ଭାବେ ଗାଡ଼ିଟି ଅଟକେଇଲି, ତାକୁ ବସେଇଲି ପିଠିରେ। କିଛି ବାଟ ଗଲା ପରେ ପଚାରିଲି, କହିଲି, ମାଉସୀ କ'ଣ ହେଇଛି, ଏତେ ରାତିରେ ଥାନାକୁ ଯାଉଛ, କ'ଣ କିଛି କହିଲେ କି? ସେଠୁ ମାଉସୀ ସ୍ୱର ଟିକେ ନରମିଗଲା। କହିଲା, ହଁ ରେ ବାବା, ମୋ ପୁଅ ମୋତେ ମାରିଛି। ମୁଁ କହିଲି, କ'ଣ ହେଲା? ପୁଅ ମାରିଛି ଏତେ ରାତିରେ? କୁଆଡ଼େ ଯାଉଛ? ନା, ଥାନାକୁ ଯାଉଛି, ଥାନାରେ କେସ୍ କରିବି। ଥାନାକୁ ଯାଉଛ, କେସ୍ କରିବ? ତମର ପାଖରେ କ'ଣ କେହି ନାହାନ୍ତି? ନା, ସ୍ୱାମୀ ଛାଡ଼ିଯିବାର 2 ବର୍ଷ ବିତିଗଲାଣି। ପୁଅ ବୋହୂମାନେ ଠିକ୍ସେ ମୋତେ ରଖୁନାହାନ୍ତି, ସବୁବେଳେ ଟର୍ଚର କରୁଛନ୍ତି। ଇଚ୍ଛା ହେଉଛି ଏ ଜୀବନଟାକୁ ତ୍ୟାଗ କରିଦେବା ପାଇଁ, କିନ୍ତୁ ଯେହେତୁ ଯେପର୍ଯ୍ୟନ୍ତ ବଞ୍ଚିକି ଅଛି ଲୋଭ ତ ଛାଡ଼ୁନି। କିନ୍ତୁ କ'ଣ କରିବି, ଗୋଟିଏ ବୋଲି ପୁଅ, ତାକୁ ବଢ଼େଇ କୁଢ଼େଇ ଏତେ ବଡ଼ କରିଥିଲି। ସେ ଆଜି ମୋତେ ହାତ ଉଠେଇଲା। ମୁଁ ଆଉ ବରଦାସ୍ତ କରିପାରିବିନି। ମୋର କ'ଣ କିଛି ଅଧିକାର ନାହିଁ ସେ ଘରେ? ସବୁ ଜିନିଷ ପା ମୋର, ମୋ ସ୍ୱାମୀର। ସିଏ ମୋ ଜନ୍ମ ହେଇଛି ମୋଠୁ। ଆଜି ବୋହୂ କଥାରେ ପଡ଼ି ମୋତେ ମାରୁଛି, ହାତ ଉଠେଇଲା ଆଜି ମୋତେ। ମୁଁ ଖାଇନି ଏପର୍ଯ୍ୟନ୍ତ, ଦିନ ତମାମ ଆଜି ଉପାସ ମୋର ରାଣ୍ଡ ବିଧବା ସ୍ତ୍ରୀ ଲୋକଟି। କ'ଣ କରିବି? ମୁଁ ଚିନ୍ତାରେ ପଡ଼ିଗଲି। ମୁଁ କହିଲି, ମାଉସୀ ଯାହା କହୁଛନ୍ତି ସତ କି ମିଛ ତ ମୁଁ କହିପାରିବିନି, କିନ୍ତୁ ଆଜିକାଲି ଦୁନିଆରେ ତ ଏମିତି ହେଉଛି, ବହୁତ ପୁଅମାନେ ମାଆମାନଙ୍କୁ ମାରୁଛନ୍ତି। ମୁଁ ସେଠୁ ପଚାରିଲି, ମୁଁ କହିଲି, ମାଉସୀ କ'ଣ ତମ ପାଖରେ କେହି ନଥିଲେ ଯେ ତମେ ଏତେ ଦୂର, ସାହି ପଡ଼ିଶା କେହି ତମକୁ ଆକଟ କଲେନି? ସାହି ପଡ଼ିଶା କଥା କିଛି କହନାରେ ପୁଅ, ସେମାନେ କେବଳ ଅଛନ୍ତି ଦୂରରୁ ଥାଇ ଖିଲିଖିଲି ହେଇକି ହସିବା ପାଇଁ, କେବଳ ଦେଖିବା ପାଇଁ, ପରର ଦୁଃଖକୁ ଦେଖିକି ସେମାନେ ଆନନ୍ଦ ଉପଭୋଗ କରିବା ପାଇଁ। ଆଉ ଖୁଣ୍ଟା ଦେଇକି କହିବେ ସେ ବା ସେଇ କର୍ମ କରିଥିଲା ବୋଲି ଫଳ ପାଇଲା, ଆଜି କ'ଣ ଖାଲି ଖୁଣ୍ଟା ଖାଉଛି? ଖାଲି କ'ଣ ତା ବୋହୂ ତାକୁ ମାରୁଛି? ଆରେ ହଁ, ସବୁ ମଣିଷମାନେ, ସମସ୍ତଙ୍କର କିଛି ଭୁଲ ଅଛି, ଠିକ୍ ଅଛି, ଭଲ ଅଛି, ମନ୍ଦ ଅଛି। ସମସ୍ତେ କ'ଣ ସବୁବେଳେ ଭଲ କର୍ମ କରିଥାନ୍ତି? ସବୁ ଭଲ କର୍ମ ତ କେହି କରିନଥାନ୍ତି ନା, ଖରାପ କର୍ମ କରିଥାନ୍ତି। କିନ୍ତୁ ଯେତେବେଳେ ମୋ ଉପରେ ଅତ୍ୟାଚାର ହେଉଛି, ସାହି ପଡ଼ିଶାମାନେ ମୋତେ ଆକଟ କରିବା ପରିବର୍ତ୍ତେ ସେମାନେ ଆସି ଓଲଟି ଖୁଣ୍ଟା ଦେଇ ମୋତେ କହୁଛନ୍ତି ଏ କର୍ମ କରିଛି, ଫଳ ପାଉଛି।
এইଟା କ'ଣ ଏ ଦୁନିଆର ନିୟମ? ମୁଁ କହିଲି ନା ମାଉସୀ ସେ କଥା ତ ଯାହା କହୁଛନ୍ତି ସତ। ତାହେଲେ ଏତେ ରାତିରେ ତୁମେ ଥାନାକୁ ଗଲେ ଥାନା ବାବୁ କ'ଣ କରିବି? ଏଇଟା ଘରୋଇ ଝଗଡ଼ା, ନିଜ ମା ପୁଅ ଭିତରେ ଝଗଡ଼ା, ପୁଅ ବୋହୂ ଭିତରେ ଝଗଡ଼ା। ଏଇଟା ତୁମେ ଯେତେବେଳେ ଥାନାକୁ ଯାଇକି ପହଞ୍ଚିବ ସେଠି ଥାନାବାଲା ତୁମକୁ କ'ଣ କରିବି? କିଛି କରିପାରିବିନି। ସବୁଠୁ ବେଟର୍ ହେବ ତୁମେ ତୁମ ପାଖରେ ଯେଉଁ ସରପଞ୍ଚ ଅଛନ୍ତି କିମ୍ବା ତୁମ ଗ୍ରାମ ପ୍ରତିନିଧି ଯିଏ ଅଛନ୍ତି ତାଙ୍କ ପାଖକୁ ଚାଲ। ମାଉସୀ ଟିକେ ଥମିଗଲା, କହିଲା ସତରେ କ'ଣ ଥାନାରେ ବାବୁ ମୋର କେହି ବୁଝିବେନି? ମାନେ ମାଉସୀ ପାଖାପାଖି ରାତି 11ଟା 11:30 ହେଲାଣି, ତୁମେ ଏବେ ଯାଇ ଥାନା ବାବୁ ପାଖରେ ପହଞ୍ଚିବ, ଥାନା ବାବୁ କ'ଣ କହିବେ? ଥାନା ବାବୁ କ'ଣ ଡ୍ୟୁଟିରେ ରାତି ତୁମେ ବସିଥିବେ କି? ସେ ଯୁଆଡ଼େ ହେଲେ ଟୁର୍ରେ ଯାଇଥିବେ ନା, ତୁମକୁ ସେଠି ଘଣ୍ଟେ 1.5 ଘଣ୍ଟା ଅପେକ୍ଷା କରିବେ। ରାତି ତୁମେ ତ ସେଠି କରିବ କ'ଣ? ତୁମେ କ'ଣ ଏକୁଟିଆ ଥାନାରେ ରହିପାରିବ? ହଁ ରେ ବାବୁ, ମୁଁ କେବେ ଏତେ ଦିନ ହେଲାଣି ଘରୁ କେବେ ବାହାରେ ଏକୁଟିଆ ରହିନି। ମୁଁ ତାହେଲେ କ'ଣ କରୁଛୁ କୁହ? ବର୍ଷା ପ୍ରଭୁ ଏତେବେଳକୁ ଝିପ୍ ଟିକେ ଟିକେ କମି ଆସିଲାଣି, ବୁନ୍ଦା ପତଳା ହେଇ ଆସିଲାଣି। ମୁଁ କହିଲି ମାଉସୀ ତୁମେ ତ ପାଖାପାଖି ଓଦା ହେଇଯାଇଛ, ତୁମେ ଗୋଟେ କାମ କର, ଚାଲ ମୁଁ ତୁମକୁ ତୁମ ଗାଁର ସରପଞ୍ଚ ପାଖରେ ପହଞ୍ଚେଇ ଦେବି। ମୁଁ ସେଠୁ ଗାଡ଼ି ବୁଲେଇ ଫେରିଲି। ମାଉସୀ ବି ମୋ କଥାରେ ସହମତ ଦେଲେ। ମୁଁ ତେଣୁକରି ମନେ ମନେ ଭାବୁଥାଏ ଆଜି ଘରକୁ ଯିବି, ଆଜି ଏକ ଝମିଲାରେ ଫସିଗଲେ କେତେ ସମୟ ଯାଇ ପହଞ୍ଚିବି, ଆଉ ମୋ ଘରେ ମୋ ବାପା ମା ଅପେକ୍ଷା କରିକି ବସିଥିବି। ମୁଁ ସେଠୁ ଫେରିକି ଆସିଲି, ଗାଡ଼ି ବୁଲେଇକି ଆସିଲି। ଗାଡ଼ି ବୁଲେଇକି ଆସିଲା ପରେ ମୁଁ ପଚାରିଲି, କହିଲି ମାଉସୀ ତୁମ ସରପଞ୍ଚ ଘର କେଉଁଠି କୁହ, ଚାଲ ମୁଁ ସେଠୁ ଛାଡ଼ିଦେବି। କିଛି ବାଟ ସାଙ୍ଗ ହେଇ ଗଲୁ। ସେମିତି ତାଙ୍କର ମନର କଥା, ତାଙ୍କ ସ୍ୱାମୀଙ୍କ କଥା ଏମିତି କହୁଥାନ୍ତି, ମନେ ପକାଉଥାନ୍ତି ତାଙ୍କ ସ୍ୱାମୀକି ଭାରି। ବିଧବା ନାରୀ ଦୁନିଆରେ ଏକୁଟିଆ ହେଇଯାଏ। ତା ପାଖରେ ତାର ଯେଉଁ ସବୁଠୁ ବଡ଼ ବଳ ନା, ତା ସ୍ୱାମୀ ଯେତେବେଳେ ତା ପାଖରେ ନଥାଏ ନା, ଏ ଦୁନିଆ ତାକୁ କେମିତି ଗୋଟେ ଆକ୍ରୋଶ ଭାବରେ ଦେଖେ। ନଜର ସମସ୍ତଙ୍କର ବଦଳିଯାଏ। ଘୃଣା କିମ୍ବା ଆଉ କିଛି ହେଇପାରେ, କିନ୍ତୁ ସେ ସବୁବେଳେ ନିଜକୁ ଏକୁଟିଆ ଭାରି ମନେ କରେ। ତା ପାଖରେ ଯେମିତି ଏ ଦୁନିଆଟା ଅଛି ସତ, କିନ୍ତୁ କେହି ନାହାନ୍ତି। ଏମିତି ବହୁତ ଜିନିଷ ତା ମନ ଭିତରେ ଚାଲେ। ସତ କଥା ହେଉଛି ଯେତେବେଳେ ପାଖରୁ ବୟସ ପଳାଏ ଆଉ ନିଜର ସାହସ ଆଉ ଶକ୍ତି ପଳାଏ ନା, ସେତେବେଳେ ମଣିଷ ପଥର ପାଲଟିଯାଏ। ଚେଷ୍ଟା କରିକି ବି ସେ ହଲିପାରେନି, ଚେଷ୍ଟା କରିକି ବି ସେ ଗଡ଼ିପାରେନି। ଠିକ୍ ସେମିତି ଏମିତି କଥା ଅନ୍ତରାଳରେ ଆମେ ଆଗକୁ ଚାଲିଲୁ। କିଛି ବାଟ ଯାଇଛି, ମୋତେ ମାଉସୀ ରାସ୍ତା କଡ଼େଇ ନେଉଥାନ୍ତି। ଯାଇକି ଗୋଟେ 2 ତାଲା ବିଲ୍ଡିଂ ପାଖରେ ପହଞ୍ଚିଲୁ। ତଳେ ପହଞ୍ଚିଲା ପରେ କଲିଂ ବେଲ୍ ମାଇଲୁ। ରାତି ପାଖାପାଖି ସେତେବେଳକୁ 11:30 ହେଇଗଲାଣି। କଲିଂ ବେଲ୍ ମାଇଲା ପରେ ଜଣେ ସ୍ତ୍ରୀ ଲୋକ ଆସିଲେ, କବାଟ ଖୋଲିଲେ। ମୁଁ ସେଠୁ କହିଲି ମାଉସୀ ଜଣଙ୍କ ରାସ୍ତାରେ ମୋତେ ଭେଟ ହେଲେ, ଏମିତି ଥାନାକୁ ଯାଉଥିଲେ, ଏଇଟା କ'ଣ ସରପଞ୍ଚ ବାବୁଙ୍କ ଘର? କହିଲେ ହଁ ଏଇଟା ସରପଞ୍ଚ ବାବୁଙ୍କ ଘର, ବାବୁ ଖାଇକି ଶୋଇଛନ୍ତି। ମୁଁ କହିଲି ଯଦି ଟିକେ ସାହାଯ୍ୟ କରନ୍ତେ। ମାଉସୀ କହିଲେ ବାବୁ ତୁ ଏବେ ପଳା, ତୁ ପଳା ଏବେ, ମୁଁ ସରପଞ୍ଚ ଆମର ନିଜ ଲୋକ, ମୁଁ ତାଙ୍କ ସହିତ ଦେଖା କରି କଥା ହେଇଯିବି। ମୋ ମନ କିନ୍ତୁ ବୁଝୁନଥାଏ। ମୁଁ କହିଲି ଆରେ ଏକୁଟିଆ ଲୋକ ଆପଣ, ନିଜେ କହୁଛନ୍ତି ପୁଅ ଛାଡ଼ି ଦେଇଛି ମାରିଛି, ମୁଁ ଏତେ ରାତିରେ ପଳେଇବି? କହିଲେ ନାଇଁ ବାବୁ ତତେ ମୁଁ ଜାଣିନି, ତୁମ ଘର କେଉଁଠି ବାର କେଉଁଠି ମୁଁ ତ କିଛି ଜାଣିନି। ମୁଁ କହିଲି ହଁ ସେଟା ବି ସତ କଥା। ସେଠୁ ଯାହା ହଉ ସରପଞ୍ଚ ବାବୁ ଆଖି ମଳି ମଳି ଘରକୁ ଉଠିକି ଆସିଲେ। କହିଲେ କ'ଣ ହେଇଛି କି ରେ? ସେଇଠୁ ମାଉସୀ ତାଙ୍କୁ ନମସ୍କାର ପକେଇ କହିଲେ ଏମିତି ଏମିତି କଥା, ମୋ ପୁଅ ବୋଉ ମୋତେ ମାରିଛନ୍ତି। ସରପଞ୍ଚ କହିଲେ ଆଚ୍ଛା ଏତେ ରାତିରେ ତୁମେ କୁଆଡ଼େ ଆସିଲ? ନାଇଁ ମୁଁ ଯାଉଥିଲି ଥାନାକୁ କେସ୍ କରିବା ପାଇଁ, ଏ ପୁଅ ମୋତେ କହିଲେ ଯେ ନାଇଁ ତୁମେ ସରପଞ୍ଚ ପାଖକୁ ଯା, ସରପଞ୍ଚ ସବୁ କଥା ତୁମର ବୁଝି ନେବେ। ସେ କହିଲେ ହଁ ଠିକ୍ କହିଛନ୍ତି, ତୁମେ ଏତେ ରାତିରେ ଥାନାକୁ ଯାଇଥିଲେ, ଏକୁଟିଆ ଲୋକ କରିଥାନ୍ତ କ'ଣ? ତୁମେ ଭଲ ହେଇଛି ତୁମେ ମୋ ପାଖରେ ପହଞ୍ଚିଛ। ତୁମେ ଗୋଟେ କାମ କର, ଖାଇଛ ନା ଖାଇନ? ନା କିଛି ଖାଇନି। ସେ ସରପଞ୍ଚ ବାବୁ ତା ସ୍ତ୍ରୀକୁ ଇଙ୍ଗିତରେ କହିଲେ ଆରେ କ'ଣ କିଛି ଟିକେ ଆଣିକି ଦେ, ମାଆଙ୍କୁ ଖାଆନ୍ତୁ। ସେଇ ସମୟରେ ମୁଁ ସେମିତି ଛିଡ଼ା ହେଇଥାଏ, ମୋତେ କେହି ନା ବସିବା ପାଇଁ କହୁଛନ୍ତି, ମୁଁ ସେ ଦାଣ୍ଡରେ ଛିଡ଼ା ହେଇଛି। ମାଉସୀ ପିଣ୍ଡା ଉପରେ ଚଢ଼ି ମୁଁ ସରପଞ୍ଚ ବାବୁଙ୍କ ସହିତ କଥା ହେଉଛନ୍ତି। କିଛି ସମୟ ପରେ ସରପଞ୍ଚ ବାବୁ ମୋତେ ମୋ ପରିଚୟ ପଚାରିଲେ, ବାବୁ ତମ ଘର କେଉଁଠି? ମୁଁ କହିଲି ନାଇଁ ଆମ ଘର ଭଦ୍ରକ, ମୁଁ ଯାଉଥିଲି ରାସ୍ତାରେ, ମାଉସୀ ଭେଟିଲେ ତ। କହିଲେ ଆଚ୍ଛା ଠିକ୍ ଅଛି, ଏବେ ତୁମେ ଆସିବ ନା ରହିବ? ନା 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 ମୁଁ ଚାଲିଲି, ମୁଁ କେବଳ ସେ ମାଉସୀଙ୍କ ପାଇଁ ଏଠି ଛିଡ଼ା ହେଇଥିଲି। ମାଉସୀ ମୋତେ କଲ୍ୟାଣ କଲେ, ମୁଁ ନମସ୍କାର ଟିକେ ପକେଇକି ସେଠୁ ଆସିଲି। ମୁଁ ଆସି ରାସ୍ତାରେ ଭାବୁଥାଏ ମଣିଷ ଜୀବନର ଏଇ ଦୁଃଛକି ରାସ୍ତାରେ, ଏଇ କାଳରାତି ଅନ୍ଧାରରେ ଯଦି ସେ ମୋ ସହିତ ଦେଖା ହେଇନଥାନ୍ତେ, ମୁଁ ଯଦି ତାଙ୍କୁ ସରପଞ୍ଚ ପାଖକୁ ନେଇନଥାନ୍ତି,
मे भी से चली 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 वर्षार भिजी भिजी थाना बाबू पाखक आसता लोकंर गोटे अहेतुक बल थाए आईन कानून उपरे आम जो समाज में रोचंती गोटे नीति नियम निर्धारण होती से नीति नियम को समस्ते पाखापाखि मानिया बाध्य नहेले भी गोटे भय थाए गोटे आईन को भय थाए जे यही भाई परिस्थिति रे मो पाखे जो मो साई पड़िशा नहांती मो स्वामी नहीं आईन तो मत अच्छे ना मत न्याय देवाई से गोटे आशा नहीं से माँ से दिन घर बाहरी आसते वर्तमान आईन संदर्भ में कहवाटा जरूरी नुह कहीं समस्ते जानते आईन रो मापदंड केते किंतु से माँ से दिन जो आशा नहीं आईन पाखक आसी से सरपंच बाबू को भी से आशा नहीं पाखक पलैले कहीं सी भी जड़े से आईन प्रतीक से न्यायर प्रतीक तेणुक सब ये समाज रे थिबा न्यायिक व्यवस्था थिबा लोक माने ये जिनटा भाविया दरकार जे गोटे लोक जो राति अधरे ता निज घर निज छुआ पिला पाखर माड़ खाई बाहर को आसुना ता पाखर भरोसा केवल पुलिस बाबू माने ये सरपंच ये नेता मंत्री माने से जिते पाखरे पाउछ ना तांको दुखटा को लाघव करने चेष्टा कर तांको बोझ पर नलिता बिड़ा कराओनी एतिकी थिला कहानी देखा पुणी आउ थे आउ गोटे भिडियो से पर्यटन समस्त भल रुहतु खुशी।